ମୃତ୍ୟୁ ପରେ ଆତ୍ମା ସବୁଠାରୁ ପ୍ରଥମେ କାହାକୁ ଡାକିଥାଏ? ମୃତ୍ୟୁ ପରେ ଆତ୍ମା ସବୁଠାରୁ ପ୍ରଥମେ କାହାକୁ ଖୋଜିଥାଏ? ସାଙ୍ଗମାନେ, ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେହି କ୍ଷଣି ତାର ମୃତ୍ୟୁ ନିର୍ଦ୍ଧାରିତ ହୋଇଥାଏ। ଆମେ ସମସ୍ତେ ଜାଣିଛେ ଯେ ମୃତ୍ୟୁ ନିଶ୍ଚିତ, କିନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ମୃତ୍ୟୁ ପରେ ଆତ୍ମା ସହିତ କ'ଣ ହୋଇଥାଏ। ଧନ, ପରିବାର, ଯଶ, ବୈଭବ ସବୁ ଏହି ସଂସାରରେ ରହିଯାଏ, କିନ୍ତୁ ଆତ୍ମା ଏକାକୀ ବାହାରି ପଡ଼ିଥାଏ ଅଜ୍ଞାତ ଯାତ୍ରା ଅଭିମୁଖେ। ହିନ୍ଦୁ ଧର୍ମଗ୍ରନ୍ଥର ମହାନ ପୁରାଣ ଗରୁଡ଼ ପୁରାଣରେ ବର୍ଣ୍ଣିତ ମୃତ୍ୟୁ କେବଳ ଅନ୍ତ ନୁହେଁ, ବରଂ ନୂଆ ଦ୍ୱାର ଅଟେ। ଏକ ଏମିତି ଦ୍ୱାର ଯାହାକୁ ପାର କରି ଆତ୍ମା ନିଜ ଦ୍ୱାରା କରିଥିବା କର୍ମର ପରିଣାମ ଭୋଗିଥାଏ। ମୃତ୍ୟୁର କ୍ଷଣ କିପରି ହୋଇଥାଏ? ଯେବେ ଶ୍ୱାସ ଧୀରେ ଧୀରେ କଟିଥାଏ, ଯେବେ ଶରୀର ନିଶ୍ଚଳ ହୋଇଯାଇଥାଏ, ଯେବେ ଆଖିକୁ କିଛି ଦେଖାଯାଇନଥାଏ, ଯେବେ ଆତ୍ମା ଶରୀରଠୁ ଅଲଗା ହୋଇ ଏକ ନୂଆ ମୋଡ଼ ଆଡ଼କୁ ବଢ଼ିଥାଏ, ସେହି ମାର୍ଗରେ କେହି ସାଥୀ ବା ସମ୍ପର୍କୀୟ ନଥାନ୍ତି। ଯିଏ ଭଲ କର୍ମ କରିଥାଏ ତାକୁ ପ୍ରକାଶ ମିଳିଥାଏ ଏବଂ ଯିଏ ପାପର ରାସ୍ତାକୁ ବାଛିଥାଏ ତାକୁ ଅନ୍ଧକାର ଘେରି ଦେଇଥାଏ। ସାଙ୍ଗମାନେ, ଏବେ ଜାଣିବା, ଯେବେ ଆତ୍ମା ଅନ୍ଧକାର ଭୟରେ ବୁଡ଼ିଥାଏ ତେବେ ସେ ଅସହାୟ ହୋଇ ସବୁଠୁ ପ୍ରଥମେ କାହାକୁ ଡାକିଥାଏ ବା ଖୋଜିଥାଏ? ଏହି ବିଷୟଟିକୁ ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚୟ ଦେଖନ୍ତୁ। ସେ କିଏ ଯାହାକୁ ଆତ୍ମା ସବୁଠୁ ପ୍ରଥମେ ଖୋଜିଥାଏ? କ'ଣ ସେ ଆତ୍ମାକୁ ରକ୍ଷା କରିପାରେ? ସାଙ୍ଗମାନେ, ଚାଲନ୍ତୁ ଏହି ଜ୍ଞାନବର୍ଦ୍ଧକ ରହସ୍ୟରେ ହଜିଯିବା। ତା ପୂର୍ବରୁ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଶୁଣନ୍ତୁ, କାରଣ ଏହା ଗରୁଡ଼ ପୁରାଣର କଥା ଅଟେ। ଭଗବାନ ଶ୍ରୀହରି କହିଛନ୍ତି, ଗରୁଡ଼ ପୁରାଣକୁ ଅଧା ଅଧୁରା ଶୁଣିବା ଉଚିତ ନୁହେଁ, ଏହା କ୍ଷତିକାରକ ହୋଇଥାଏ। ସାଙ୍ଗମାନେ, ବହୁ ସମୟ ପୂର୍ବରୁ ଏକ ସମୃଦ୍ଧ ନଗରୀରେ ଧର୍ମରାଜ ନାମକ ଗୋଟିଏ ବ୍ୟକ୍ତି ରହୁଥିଲେ। ନାମ ଥିଲା ଧର୍ମରାଜ, ଯାହାର ଅର୍ଥ ଥିଲା ଧର୍ମର ପାଳନ କରିବା। ପରନ୍ତୁ ନାମ ଏବଂ କାମରେ ବହୁତ ବଡ଼ ଅନ୍ତର ଥାଏ। ଧର୍ମରାଜ ବାହାରୁ ଧାର୍ମିକ ଦେଖାଯାଉଥିଲା। ସକାଳୁ ମନ୍ଦିର ଯାଉଥିଲା, ତିଳକ ଲଗାଉଥିଲା, ଦାନ ଦେଉଥିଲା। କେବଳ ଏହା ଲୋକ ଦେଖାଣିଆ ଥିଲା। ଲୋକେ ଭାବୁଥିଲେ ସେ ଗୋଟିଏ ପୁଣ୍ୟାତ୍ମା, କିନ୍ତୁ ଭିତରୁ ସ୍ୱାର୍ଥ ଓ ପାପ ଭରି ହୋଇ ରହିଥିଲା। ସେ ଗରିବ ଲୋକଙ୍କଠାରୁ ଧନ ଲୁଟୁଥିଲା, ବ୍ୟାପାରରେ ଛଳ କରୁଥିଲା ଏବଂ ଅନ୍ୟର ପୀଡ଼ାରେ ହସୁଥିଲା। ସମୟ ବିତି ଚାଲିଲା, ଧର୍ମରାଜ ବୁଢ଼ା ହେବାକୁ ଲାଗିଲା, କିନ୍ତୁ ତା ଭିତରର ସ୍ୱାର୍ଥ ଏବଂ ଗର୍ବ ବଢ଼ି ବଢ଼ି ଚାଲିଲା। କିନ୍ତୁ ଗୋଟିଏ ରାତିରେ ସେ ଶୋଇଥାଏ, ଅଚାନକ ତାର ଶ୍ୱାସ ତୀବ୍ର ହୋଇଗଲା, ଆଖି ଅନ୍ଧାରିଆ ହୋଇଗଲା। ଏହା ଦେଖି ପରିବାର ଲୋକ ଦୌଡ଼ି ଆସି କେହି ତାକୁ ପାଣି ପିଆଉଥାଏ ତ କେହି ବୈଦ୍ୟଙ୍କୁ ଡାକୁଥାଏ, କିନ୍ତୁ ନିୟତିର ଲେଖାକୁ କେହି ବଦଳାଇ ପାରିବେ ନାହିଁ। ସେହି ସମୟରେ ଧର୍ମରାଜଙ୍କର ପ୍ରାଣବାୟୁ ଚାଲିଗଲା। ବିସ୍ତର ଉପରେ ଶରୀର ସେପରି ପଡ଼ି ରହିଥାଏ। ଚାରିଜଣ ସେଠାରେ ବସି ବିଳାପ କରୁଥାନ୍ତି, ପରନ୍ତୁ ସେ ନିଜେ ସେ ଶରୀରଠାରୁ ଅଲଗା ହୋଇଯାଇଥାଏ। ସେ ଚିଲ୍ଲାଉଥାଏ, ମୁଁ ଏଠାରେ କିପରି? ମୁଁ ଜୀବିତ, କିନ୍ତୁ କେହି ଶୁଣିପାରୁ ନଥିଲେ। ସେ ଧୀରେ ଧୀରେ ଜାଣିପାରୁଥାଏ ଶରୀର ଆତ୍ମାଠାରୁ ଅଲଗା ହୋଇସାରିଛି। ଏହା ହେଉଛି ମୃତ୍ୟୁ। ଏବେ ତାର ବାସ୍ତବିକ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଯେଉଁ ଯାତ୍ରା ଯେଉଁଠିକୁ ଧନ ତା ସହିତ ଯିବ ନାହିଁ, ପରିବାର ଲୋକ ମଧ୍ୟ ଯିବେ ନାହିଁ, କେବଳ କର୍ମ ତା ସାଥୀ ହୋଇ ତା ସହିତ ଯିବ। ଧର୍ମରାଜ ସବୁଆଡ଼େ ବୁଲି ବୁଲି ଦେଖୁଥାଏ। ସମସ୍ତେ ବିଳାପ କରୁଛନ୍ତି। ପତ୍ନୀ କାନ୍ଦୁଛି। ସେ ଜୋର ଜୋରରେ ଚିଲ୍ଲାଉଥାଏ, କିନ୍ତୁ କେହି ତା କଥାକୁ ଶୁଣିପାରୁ ନଥିଲେ। ଏବେ ଧୀରେ ଧୀରେ ବାତାବରଣ ପରିବର୍ତ୍ତନ ହୋଇଯାଉଥାଏ। ଯେଉଁଠାରେ ଘର ଲୋକଙ୍କର ସ୍ୱର ଗୁଞ୍ଜରିତ ହେଉଥିଲା,
କିନ୍ତୁ ହଠାତ୍ କଳା ଅନ୍ଧକାର ମାଡ଼ି ଆସିଲା। ତା ପାଦ ତଳୁ ଭୂମି ଅନ୍ତର୍ଦ୍ଧାନ ହୋଇଗଲା। ସେ ଶୂନ୍ୟରେ ଝୁଲୁଥାଏ। ଏବେ ଚାରିଆଡ଼େ କଳା ପବନ ବହିବା ପାଇଁ ଲାଗିଲା। କୌଣସି ଅଜଣା ହସ ଶୁଭୁଥାଏ ତ କେଉଁଠି ଅଜଣା ପ୍ରାଣୀଙ୍କର କାନ୍ଦ ଓ କରୁଣ ଡାକ ଶୁଭୁଥାଏ। ଆତ୍ମା ଏହା ଶୁଣି ଭୟରେ ଥରୁଥାଏ ଏବଂ ଭାବୁଥାଏ ଏହା କେଉଁ ସ୍ଥାନ। ଯେମିତି ଆତ୍ମା ଆଗକୁ ବଢ଼ୁଥାଏ ସେପରି ଅନ୍ଧକାର ଗଭୀର ହେଉଥାଏ। ସେ ଭାବୁଥାଏ କେହି ତା ପିଛା କରୁଛି। ତାର ହୃଦୟ ଭୟରେ କମ୍ପୁଥିଲା। ଏହା ସାଧାରଣ ଭୟ ନୁହେଁ, ଏହା ଆତ୍ମାର ଭୟ। ଆଖପାଖରେ ପବନ ତାକୁ ଟାଣି ନେଉଥିଲେ। ସେ ପୂରାପୂରି ଏକାକୀ ଥିଲା। ଅନ୍ଧାର ଭିତରେ ଆତ୍ମା ହଠାତ୍ ଠିଆ ହୋଇଗଲା। ଚାରିଆଡ଼ର ବାତାବରଣ ବଦଳିଗଲା। ପବନ ଅଧିକ ଭାରୀ ହୋଇଗଲା, କୌଣସି ତୋଫାନ ପରି। ଧରିତ୍ରୀ କମ୍ପୁଥାଏ, ଆକାଶରେ ବିଜୁଳି ମାରୁଥାଏ ଏବଂ ଭୟଙ୍କର ଗର୍ଜନ ଗୁଞ୍ଜରିତ ହେଉଥାଏ। ଆତ୍ମା ଚାରିଆଡ଼େ ଦେଖୁଥାଏ। ଦୂରରୁ ଦୁଇଟି ପରଛାଇ ତା ଆଡ଼କୁ ମାଡ଼ି ଆସୁଛନ୍ତି। ସେମାନେ ସାଧାରଣ ପ୍ରାଣୀ ତୁଳନାରେ ଅଲଗା ଥିଲେ। ମନୁଷ୍ୟଙ୍କ ଠାରୁ ଯଥେଷ୍ଟ ବଡ଼, ପୂରା ଲାଲ ରଙ୍ଗର, ଦନ୍ତ ଲୁହା ଭଳି ଟାଣ, ଜିଭ ବାହାରକୁ ବାହାରିଥାଏ। ହାତରେ ଫାଶ ଏବଂ ଗଦା, ଶରୀରରେ କଳା ବାଦଲ ପରି ବସ୍ତ୍ର, ଚେହେରାରେ ଭୟାନକ ହସ। ସେମାନେ ଥିଲେ ଯମଦୂତ। ସେ ଆତ୍ମା ଚିଲେଇ ଉଠିଲା, ତୁମେ କିଏ? ତୁମେ ମୋତେ କେଉଁଆଡ଼େ ନେଉଛ? ମୁଁ ନିର୍ଦ୍ଦୋଷ, ମୋତେ ଛୁଅଁ ନାହିଁ। କିନ୍ତୁ ସେମାନେ ଶୁଣନ୍ତି ନାହିଁ। ସେମାନେ କୁହନ୍ତି, ଆତ୍ମା, ଆମେ ଯମଦୂତ। ଏବେ ତୋ ସମୟ ସରିସାରିଛି। ଏବେ ତୋ ନ୍ୟାୟର ହିସାବ ଯମପୁରରେ ହେବ। ଆମେ ତୋତେ ଯମପୁର ନେବାକୁ ଆସିଛୁ। ଏହା ଶୁଣି ଆତ୍ମା ଦୌଡ଼ିବାକୁ ଲାଗିଲା। ସେ ଭାବିଲା, ମୁଁ ବଞ୍ଚିଯିବି। ସେଠାରେ ଏମିତି କୌଣସି ସ୍ଥାନ ନଥିଲା ଯେ ସେ ଲୁଚିଯିବ। ଗୋଟିଏ ଯମଦୂତ ଲୁହାର ଫାଶ ଧରି ତା ଆଡ଼କୁ ଆସିଲା। ଆତ୍ମା ଚିଲେଇବାକୁ ଲାଗିଲା, ମୋତେ ଛାଡ଼ିଦିଅ। ମୁଁ ମୋ ଘରକୁ ଯିବାକୁ ଚାହୁଁଛି। ମୋ ସ୍ତ୍ରୀ ଓ ମୋ ଛୁଆମାନେ ମୋତେ ଖୋଜୁଛନ୍ତି। କିନ୍ତୁ ଯମଦୂତ କଠୋର ସ୍ୱରରେ କହିଲା, ତୋ ଘର ଏବେ ଯମପୁର। ତୋ ପରିବାର ତୋତେ ଦେଖିପାରୁନାହାନ୍ତି। ଏବେ ତୋ କର୍ମ ହିଁ ତୋ ସାଥ ଦେବ। ଏବେ ଆତ୍ମା ପୁରା ଭୟରେ ଥରୁଥାଏ। ତାର ହୃଦୟର ଗତି ତୀବ୍ର ହେଉଥାଏ। ତାର ଚାରିଆଡ଼େ କେବଳ ଅନ୍ଧକାର ଏବଂ ଅନ୍ଧକାର। ତା ମୁହଁରୁ ସେ ପ୍ରଥମେ ଡାକେ, ମା, ମା, ତୁମେ କେଉଁଠି ମା? ମୋତେ ବଞ୍ଚାଅ। ମୁଁ ବହୁତ ଡରିକି ଅଛି। ମୋତେ ତୁମ କୋଳରେ ଲୁଚାଇ ଦିଅ। ସାଙ୍ଗମାନେ, ଗରୁଡ଼ ପୁରାଣରେ କୁହାଯାଇଛି, ଆତ୍ମା ସବୁଠୁ ପ୍ରଥମେ ନିଜ ମାଆକୁ ଡାକିଥାଏ। କାରଣ ଜୀବନର ପ୍ରତ୍ୟେକ ସଙ୍କଟରେ ମା ପ୍ରଥମେ ସାହାରା ହୋଇ ଠିଆ ହୋଇଥାଏ। ମାର କୋଳରେ ହିଁ ସେହି ସ୍ଥାନ ଯେଉଁଠି ଛୁଆ ସୁରକ୍ଷିତ ହୋଇ ରହିଥାଏ। ଆତ୍ମାର ଆଖି ସାମ୍ନାକୁ ତା ମାର ଛବି ଆସିଗଲା। ସେ ସେହି ମା ଯିଏ ପିଲାବେଳେ ତାକୁ କୋଳରେ ଝୁଲାଉଥିଲା, ଯିଏ ପିଲାବେଳେ ତାକୁ କୋଳରେ ଝୁଲାଇ ଦେଉଥିଲା, ରାତିରେ ଉଜାଗର ରହି କ୍ଷୀର ପିଆଉଥିଲା, ସବୁ ଲୁହ ପୋଛୁଥିଲା। ଆତ୍ମା ଚିଲେଇ ଚିଲେଇ କହୁଥାଏ, ମା, ତୁ କହିଥିଲୁ ସବୁବେଳେ ମୋ ସାଥିରେ ରହିବୁ, କିନ୍ତୁ ଏବେ ମୁଁ ଏକା। ସାଙ୍ଗମାନେ, ଯମପୁରରେ ନା କେହି ମା ଅଛନ୍ତି ନା ବାପା। ମାର ଶରୀର ଏବେ ସଂସାରରେ ଥିଲା, ଯିଏ ଏବେ ଶୋକ କରୁଛି। ମାର କୋଳ ଏବେ ଗୋଟିଏ ସ୍ମୃତି, ଏକ ସ୍ୱପ୍ନ। ତେବେ ଯମଦୂତ କଠୋର ସ୍ୱରରେ କହିଲେ, ରେ ଆତ୍ମା, ତୋ ମା ତୋତେ ଜୀବନ ଦେଇଥିଲା, କିନ୍ତୁ ମୃତ୍ୟୁ ପରେ ତୋତେ କେହି ବଞ୍ଚାଇ ପାରିବେ ନାହିଁ। ଯେତେବେଳେ ମାକୁ ଲକ୍ଷେ ଡାକିବା ପରେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ, ତେବେ ଆତ୍ମାର ଦୁଃଖ ଓ ପୀଡ଼ା ଆହୁରି ଅପାର ହୋଇଗଲା। ତାପରେ ଆତ୍ମା ନିଜ ବାପାକୁ ଖୋଜିଲା, ଯିଏ ପିଲାବେଳେ ତାକୁ କାନ୍ଧରେ ବସାଇ ବୁଲାନ୍ତି, ଯାହାର ସଂରକ୍ଷଣରେ ସେ ସଂସାରକୁ ଚିହ୍ନିଥିଲା। ଆତ୍ମା ଚିଲେଇ ଚିଲେଇ କୁହେ, ବାପା, ବାପା, ତୁମେ କେଉଁଠି ବାପା? ମୋତେ ଏହି ଅନ୍ଧକାରରୁ ବାହାର କରିଦିଅ ବାପା। ଆତ୍ମା ଭାବିଲା, ବାପା ଆସି ମୋତେ ନିଶ୍ଚୟ ବଞ୍ଚାଇବେ। କିନ୍ତୁ ବାପା ଆସିଲେ ନାହିଁ।
ଚାରିଆଡ଼େ କେବଳ ସୁନସାନ। ଆତ୍ମା କାନ୍ଦି କାନ୍ଦି କୁହେ, କ'ଣ ମୋତେ କେହି ସାହାଯ୍ୟ କରିପାରିବେ ନାହିଁ? କ'ଣ ମୁଁ ଏକୁଟିଆ? ତେବେ ଯମଦୂତ କଠୋର ସ୍ୱରରେ କହିଲା, ମାତା ପିତା ତୋତେ ଜୀବନର ମାର୍ଗ ଦେଖାଇଛନ୍ତି, କିନ୍ତୁ ମୃତ୍ୟୁର ମାର୍ଗ ଦେଖାଇ ପାରିବେ ନାହିଁ। ଏହି ମାର୍ଗ କେବଳ ତୋର କର୍ମର ଅଟେ। ଆତ୍ମା ଉଚ୍ଚ ସ୍ୱରରେ କହିଲା, ମୋ ବାପା କି ମୋ ମା ମୋତେ କେହି ରକ୍ଷା କରିପାରିଲେ ନାହିଁ, କିନ୍ତୁ ମୋ କର୍ମ ତ ମୋତେ ରକ୍ଷା କରିପାରିବ। ଆତ୍ମା ଥରି ଥରି କହିଲା, ହେ ଧର୍ମ, ହେ ପୁଣ୍ୟ କର୍ମ, ମୁଁ ତୁମକୁ ଡାକୁଛି। ଏବେ ତ ତୁମେ ଆସି ମୋତେ ଏହି ଅନ୍ଧକାରରୁ ବଞ୍ଚାଇ ଦିଅ। ମୋର ଜୀବନର ଭଲ କାମ ମୋତେ ରକ୍ଷା କରିବା ପାଇଁ ନିଶ୍ଚୟ ଆସିବ। ମୋତେ ଆସି ରକ୍ଷା କର। ଯେମିତି ଆତ୍ମା ଏହା କହିଛି, ତା ସାମ୍ନାରେ ଏକ ଅଦ୍ଭୁତ ଦୃଶ୍ୟ ପ୍ରକଟ ହେଲା। ତା ଜୀବନର ସବୁ କର୍ମ ଆକାର ନେବାକୁ ଲାଗିଲେ। ସେ ଯେଉଁ ଭୋକିଲାକୁ ରୁଟି ଦେଇଥିଲା, ସେଠାରୁ ଗୋଟିଏ କିରଣ ବାହାରି ବାହାରକୁ ଆସିଲା। ସେ ଗୋଟିଏ ଥର ସତ୍ୟର ସାଥ ଦେଇଥିଲା, ସେଠାରୁ ଗୋଟିଏ ଜ୍ୟୋତି ମଧ୍ୟ ବାହାରି ଆସିଲା। ଏହିପରି ଭାବେ ଆତ୍ମାର କର୍ମମାନ ତା ପାଖରେ ଆସି ବିଦ୍ୟମାନ ହେଲେ, କିନ୍ତୁ ଏମାନେ ସବୁ ବହୁତ ଛୋଟ ଓ ଦୁର୍ବଳ ଥିଲେ। ଏହି ଭିତରେ ତାର ପାପ ମଧ୍ୟ ଜୀବିତ ରୂପରେ ସାମ୍ନାକୁ ଆସିଗଲା। ଯେଉଁଠି ସେ ଛଳ କରିଥିଲା, ସେଠି ଅନ୍ଧକାରର ରାକ୍ଷସ ଆସିଗଲା। ଯେଉଁଠି ସେ ଲୋଭ ଓ ଲୁଟପାଟ କରିଥିଲା, ସେଠାରୁ ଗୋଟିଏ ଭୟାବହ ପ୍ରାଣୀ ବାହାରି ଆସିଲା। ଯେଉଁଠି ସେ ମିଛ କହିଥିଲା, ସେଠାରୁ ଗୋଟିଏ କଳା ଛାଇ ବାହାରକୁ ଆସି ସବୁଆଡ଼େ ବିଛେଇ ହୋଇଗଲା। ଏହିସବୁ ପାପ ତା ଚାରିପଟେ ଘେରିଗଲେ ଓ ପୁଣ୍ୟର କିରଣକୁ ଢାଙ୍କି ଦେଲେ। ଆତ୍ମା କହିଲା, ଆରେ ପୁଣ୍ୟ କର୍ମ, ତୁମେମାନେ ଏତେ ଦୁର୍ବଳ କାହିଁକି? ମୁଁ କ'ଣ ଜୀବନ ସାରା ତୁମକୁ ବଢ଼ାଇ ନଥିଲି? କିନ୍ତୁ ତୁମେମାନେ କାହିଁକି ମୋତେ ରକ୍ଷା କରିପାରୁନାହଁ? ତାର ଛୋଟ ପୁଣ୍ୟ ପାପର ଭାରି ଅନ୍ଧକାର ଭିତରେ ଲୁଚି ଯାଉଥାଏ। ତେବେ ଯମଦୂତ ଗର୍ଜନ କରି କହିଲା, ରେ ଆତ୍ମା, ତୁ ମୃତ୍ୟୁ ପରେ ମାକୁ ଡାକିଲୁ, ପୁଣି ବାପାକୁ ଡାକିଲୁ, ପୁଣି କର୍ମକୁ ମଧ୍ୟ ଡାକିଲୁ, କିନ୍ତୁ ଏଠାରେ ତୋ ମା କି ତୋ ବାପା ସାହାରା ଦେଲେ ନାହିଁ। କେବଳ କର୍ମ ତୋ ସାଥିରେ ରହିଲା, କିନ୍ତୁ ତୋର ପୁଣ୍ୟ କର୍ମ ଦୁର୍ବଳ ଅଟେ ଏବଂ ପାପ କର୍ମ ଭାରି। ତେଣୁ ଏବେ ତୋତେ ଯମରାଜଙ୍କ ଦରବାରକୁ ଯିବାକୁ ହେବ। ସେଠାରେ ହିଁ ତୋର ନ୍ୟାୟ ହେବ। ଏହା ଶୁଣି ଆତ୍ମା କହିଲା, ହାୟ, ମୁଁ ଜୀବନ ସାରା ଧନ କମାଇଲି, ପାପ କଲି, କିନ୍ତୁ ଧର୍ମକୁ ଅଣଦେଖା କଲି। ଧର୍ମ କଲି ନାହିଁ। ଯଦି ମୁଁ ଭଲ କାମ କରିଥାନ୍ତି, ତେବେ ମୋ ସହିତ ଭଲ ହୋଇଥାନ୍ତା, କିନ୍ତୁ ଆଜି ମୁଁ ଏକା, କେହି ମୋ ସାଥିରେ ନାହାନ୍ତି। ଏହା କହି ଆତ୍ମା ବିଳାପ କରୁଥାଏ। ଏବେ ତା ଆଖିରୁ ଲୁହ ନୁହେଁ, ବରଂ ଅନ୍ତହୀନ ପଶ୍ଚାତାପ ବହୁଥାଏ। ତେଣୁ ସାଙ୍ଗମାନେ, ଧନ ସମ୍ପତ୍ତି, ଲୋଭ, ମୋହ ଏହିସବୁ ସଂସାରରେ ରହିଯାଏ। କେବଳ କର୍ମ ହିଁ ସାଥିରେ ଚାଲେ। ତେଣୁ ଭଲ କର୍ମ କରନ୍ତୁ ଏବଂ ଭଲରେ ରୁହନ୍ତୁ। ଭିଡ଼ିଓଟିକୁ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଅଧିକରୁ ଅଧିକ ନିଶ୍ଚୟ ସେୟାର କରନ୍ତୁ।